ଗୋଡ଼କୁ ଯେଉଁ ଢାଳି ହେବ। ସକାଳ ଚା ପିଇବାକୁ ସ୍ୱାଗତ। ଆଜି ସୋମବାରର ସକାଳ। ନନାଟି ଯାହା ସବୁଦିନ ଯାଚିବ ମୋତେ, ଟିକେ ବସୁନା ଚା ଟିକେ କରିଦେବି। ନାଇଁ ଚା କରିବା ଦରକାର ନାହିଁ, ମୁଁ ଯାଉଛି ଘରେ ଚା ପିଇବି। ସବୁଦିନ ଯାଚିବ। ବେଳେବେଳେ ଯଦି କାମ ଥିବ ଚା କରିକି, କ'ଣ ଗୋଟେ କାମ ହେଉଥିଲା କାଲି ପରଦିନ, ସକାଳୁ ସକାଳୁ ଯାଇଥିଲି, ଚା କରିକି ମୋ ପାଖକୁ ନେଇକି ପଳେଇ ଯାଇଛି ବିନା ମିଠାରେ। ମୁଁ ତମକୁ କହିଛି ଚା କରିବାକୁ, ନା ତମେ ଆସି ଏତେ କାମ କରୁଛ ନା। ମୁଁ ଠିଆ ହେଇଛି କ'ଣ ଗୋଟେ କାମରେ ପହରଦିନ ଯାଇଥିଲି ସକାଳେ। ଆଉ ନଣ୍ଡା କାମ କଲା, ନଣ୍ଡାକୁ ଯାଇଥିଲି, ଅପେକ୍ଷା କଲା, ମୁଁ ଅପେକ୍ଷା କଲି ନଣ୍ଡାକୁ କାମ ବତେଇକି, ସେଠୁ ଚା କରିକି ମୋ ପାଖରେ ଆଣି ପହଞ୍ଚେଇଦେଲା। ଗୋଲମରିଚ ପକେଇଛି ଅଣ୍ଟିନି କି ଖୋପେରେ ଖୋପେ ପକେଇଛି। ମୁଁ ଏତିକି ହଉ, ଅଧିକ କ'ଣ ଦରକାର? ମରିଚ ଟିକେ ପଡ଼ିଲେ ରାଗ ରାଗୁଆ ହଉଛି, ଚା ଟିକେ ମରିଚ ପଡୁଛି। ସକାଳୁ ଉଠିଲେ ଆମର ଚା ପିଇବା ପରେ କଥା ହୁଏ କ'ଣ ଖାଇବୁ, କ'ଣ ରାନ୍ଧିବୁ। ସକାଳର ଟୋଟାଲି ଦିନମାନର କ'ଣ ଖାଇବୁ। ରୁଟି ଭାତ ତ କମନ୍, ବାକି କ'ଣ ନଗେଇ ଖାଇବାକୁ ହବ। ଆମର ଯାହା ପରିବା ପତ୍ର ସବୁ ଅଛି ସେଇ ହିସାବରେ। ଆଜି ସେ ଯେଉଁ କ'ଣ କରିବା, କ'ଣ ସେ ବିନ୍ କି ଭାଜିଦେବା। ବିନ୍ ଗତ ବିନ୍ ଅଛି, ବୁଝିଲୁ। ତୋତେ ଭଜା ତୁ କରିପାରୁନୁ, ମୁଁ ଆଜି ଭଜା କରିବି, ତୁ ଖାଇବୁ। କାଲି ଭଜା କରିଛି, ଭଜାରୁ ପାଣି, ଭଜା ଦେଇ ତା ତଳେ ପାଣି ଅଛି। ଭଜା ପୋଡ଼ି ଯାଇଛି, ପୁଣି ପାଣି ଅଛି। କେଉଁ କଥା କହିବ? ମୁଁ ଭଜା କରିଦେବି, ତୁ ଖାଇବୁ ଆଜି। ବିନ୍ ଆଳୁ କୋବି ଅଳ୍ପ ଟିକେ ପକେଇବା, ଆଳୁ ବିନ୍ କୋବି ଏତିକି ଭଜା ହେବ। ରୁଟିରେ ଆଜି ଖାଇବା। ଖରାବେଳକୁ କ'ଣ କରିଦେବୁ, ଲଗେଇକିରି ଖାଇବା। ଲାଉଟା ରହିଲା, ଲାଉ କାଲି ସକାଳେ କରିବା। ଲାଉ ଫଳଟା ଥାଉ, କାଲି କରିବା। ଆଜି ଭଜା ହଉ, ଆଉ ଖରାବେଳେ ଡାଲି କରିବୁ, ସାଲାଡ଼ ଅଛି। ଆଉ ଡାଲି ଭଜା ସାଲାଡ଼ ଖାଇଦେବା, ନା କ'ଣ? ନା ଡାଲମା କରିବୁ? ଡାଲମା କରୁନା, ଫୁଲକୋବି ପକେଇ। ଫୁଲକୋବି ଭଜା ହେବ, ପୁଣି ଫୁଲକୋବି ପକେଇ ନ ଭଜା ଖାଲି ବିନ୍ସ ଭାଜା? ନାଇଁ, ଖାଲି ବିନ୍ସ ଭାଜିଲେ ହବନି। କୌଣସି ପରିବା ତମେ ଭଲକି ଖୋଇ ଦଉନା, ଯାହା ଇଚ୍ଛା ତା ମନ ଇଚ୍ଛା। ନାଇଁ, ତୁ ଡାଲମା କରିବୁ ଖରାବେଳକୁ କହୁଛୁ ତ? ଖରାବେଳ ଡାଲମା କରି, ଏବେ ଭଜା କରିଦେବା। ଆଉ ହେଲା, ଭଜା ଟିକେ ରହିଲେ ଡାଲମା ଖିଆ ହବ, ନାଇଁ କ'ଣ? ହଉ, ଫୁଲକୋବି ପକେଇ ତରକାରୀ ହୁଏ ଆମର। ତରକାରୀ କରିବୁ ନା? ତରକାରୀ କରିଦବ। କର ମାନେ ସବୁ ମିଶେଇକି। ନା ମୁଁ କ'ଣ କରେ କି? ତୁ ଯଦି କରିବୁ କର ତରକାରୀ। ସବୁ ପରିବା କାଟି ତ ଯେମିତି ତରକାରୀ ହୁଏ ସେମିତି ତରକାରୀ ହବ। ତରକାରୀ କରିବୁ ତାହେଲେ କହୁଛୁ? ଖରାବେଳେ ତରକାରୀ କରିବ, ଏବେ ଭଜା କରିଦେବା। ହଉ, କାଟିଦେବି। ଆଳୁ ସାଡ଼ୁ ମାଟି ଆଳୁଟା ଅଛି, ରହିବ। ମାଟି ଆଳୁ କାଟିବିନି, ଆଜି ରହିବ। ଆମର ସେଦିନ କରିବା ତରକାରୀ, ଗୁରୁବାର। ମାଟି ଆଳୁ କ'ଣ ବଜାରରେ ମିଳୁନି? ସେଗୁଡ଼ା ଖାଇଲେ ବେମାର ବଢୁଛି ଅଧିକା। ବେମାର ବଢୁଛି, ସବୁ ତ ବେମାର ବଢୁଛି ଆଉ। ପ୍ରବଳ ବେମାର ବଢୁଛି ତାକୁ ଖାଇଲେ। ତା ଦେହରେ ଖଣ୍ଡେ ପକେଇ ଦବ, ଛୋଟ ଛୋଟ ପିସ୍ କରି। ମାଟି ଆଳୁ, ସାରୁ ଏଗୁଡ଼ାକ ମୁଁ ଗୋଟିଏ ସାରୁ ପକାଏ, ଛୋଟିଆଟି। ଡାଲମା କରୁନୁ ମୁଗ ଡାଲିରେ? ଡାଲମା ତ ଭଲ ଲାଗୁଛି। ଡାଲମା କୋବି ଟିକେ କଷିକି କାଢ଼ିଦେବୁ, ଡାଲମା କର ଆଜି, ବୁଝିପାରିଲୁ? ଡାଲମା କରିଦେ, ଡାଲମା ଲାଗି କାଟି ଦେଉଛି। ମୁଗ ଡାଲି ଡାଲମା କରିଦେ, ଭଜା ଏବେ କରିଦେବା। ଭଜାରେ ଖାଇବା, ରୁଟିରେ ଖାଇବା, ଆଉ ଭଜା ରହିବ। ଖରାବେଳକୁ ଡାଲମା ସାଙ୍ଗରେ ଖାଇବା। ତରକାରୀ ପକାଇବା ବାଗର କଙ୍କଡ଼ା ଫଙ୍କଡ଼ା ଟିକେ ଖାଇବାକୁ ଭାରି ଇଚ୍ଛା ହେଲାଣି। କ'ଣ କରିବା କହନି? ଖାଇଛ ତ ପେଟେ, ଆଉ କ'ଣ ଖାଇବ? କଙ୍କଡ଼ା କିଏ କରୁଛୁ? ଆଇଁଷ ମେଷ ଜିନିଷ ପ୍ରବଳ ଦୁର୍ଗନ୍ଧ ସିଏ। ତାକୁ ଯୋଉ ଶୀତ ଦିନ ତାକୁ କରିହବ? ଏଇ କିଛି ମିଳେ, ତିନିମାଣିରେ ମିଳେ। ତିନିମାଣିରେ ଗୋଟା ଆଣିକିରି ତାର ଏଥିରେ ପକେଇକିରି ବିକେ, ତାର କେଜି ହିସାବରେ ବିକେ, କିନ୍ତୁ 500 ନା 600 ଟଙ୍କା କେଜି। ସେ ଶୀତ ଟିକେ କମ, ତାକୁ ଧୁଆ ଧୋଇ ସଫା ସୁତୁରା କଲା ବେଳକୁ ଚିକେଣିକି ଆଉ ଗନ୍ଧେଇବ ଦେହ ହାତ। ସେ ଜିନିଷଟା ତ। ଆଉ କାଲି ମଙ୍ଗଳବାର, ବାପୁ ନେଇ ଆସୁ କରିବ। କାଲି ମଙ୍ଗଳବାର ସେ ଆସିଯିବ, 20 ତାରିଖ ବେଳକୁ ଆସିଯିବ, 20-21ରେ ଆସିଯିବ। ଆଜି 2 ତାରିଖ ହେଲାଣି। ହଁ, ସିଏ ଆସୁ ଏକାଥରେ ସକାଳୁ ଯିବ, ସିଆଡ଼କୁ କିଏ ଆସିବ କିଲେ ଖଣ୍ଡେ। ସେ ନାଉ ଫାଳଟା ଥାଉ, କାଲିକି କରିଦେବା। ଗରମ ପାଣି ପକେଇ କରିବ ନାଉଟା। କ'ଣ କହୁଛୁ? କାଲି ସକାଳେ କରିଦେବା। କାଲିକି ଆଉ ଖରାବେଳେ କ'ଣ କରିବ ପଛକେ। ଡାଲି ଭଜା କି ଡାଲି ଭର୍ତ୍ତା କରିଦେବୁ। ଗୋଟିଏ ଖରାବେଳେ ଗୋଟିଏ ଆଇଟମ୍ କର, ଯାହା ସକାଳେ ହେଉଛି ତାହାର ଟିକେ ରଖିଦେବା ଖାଇବା। ଆଉ 15 ଆଇଟମ୍ କରିପାରିବୁନି, ଦରକାର ନାହିଁ। ସବୁ ଯାହା କରିବୁ, ଡାଲି ଡାଲମା ତରକାରୀ। ବୁଧବାର ଅଛି, ପହରଦିନ ବୁଧବାର ଅଛି, ବୁଧବାର ଟିକେ ମାଛ ଆଣିବା। ବୁଧବାର କାହିଁ ମାଛ ଆଣୁଛୁ?
ମାଣବସାଟା ସବୁ କରିବେ ସବୁ ନା କଣ ମାଣବସା କୋଉଠି ଏବେ ଅଛି? ନାଇଁ ଦେଇ 12 ତାରିଖ ପୁରା। ହଉ କଣ କରୁଛ କର 12 ତାରିଖ ବୁଧବାର ଯଦି ମାଛ ନେଇ ଆସିବି ରଖିଦେବା, ଶୁକ୍ରବାର ପର୍ଯ୍ୟନ୍ତ ଆଉ ଆଣିବେନି। ବା ସରିଲା, ତାପରେ ଆର ବୁଧବାର ଆସିବନି। ମାଣବସା ହବ, ଆର ବୁଧବାର ଆସିବନି। ବେଣ୍ଟିଟା ଥୋଇ ଦେଇକି ପାଇଲି ଯେ ଧାନ ଦିଟା ଉଗୁରି ଦେଇକି କପଡ଼ାଟା ଘୋରି ଦେଲେ ଗଲା। କଣ କିରେ ପାର୍ଥ, କଣ ଲଗେଇଲ? ଇଆଡେ ଆସ। ତୁ ଲଗେଇଲୁ ନା ବାପା ଯାଇଥିଲା? ବାପା ତୁ କିରି ଫେର ପାଳଙ୍ଗ ପକେଇବୁ? ଏବେ ଆଣିଥିଲି ସେ 5 ଟଙ୍କାରେ ମଞ୍ଜି ସେ ଦେବେନି, 10 ଟଙ୍କାରେ ଆଣିବାକୁ ପଡିବ। 5 ଟଙ୍କାରେ ଦେବେନି, 5 ଟଙ୍କାରେ ମଞ୍ଜି ଦିଅନ୍ତିନି। ମଞ୍ଜି ବାଲା କେହି ଆଗରୁ ପ୍ରାୟ 2-3 ବର୍ଷ ହେଲାଣି 5 ଟଙ୍କାର ମଞ୍ଜି ମାଗିଲେ ସେ ଦିଅନ୍ତିନି, ସବୁ 10 ଟଙ୍କା କରିଦେଇଛନ୍ତି। ବୁଝିଲୁ, ସବୁ 5 ଟଙ୍କା କୋଉଠି ଅଛି? 10 ଟଙ୍କିଆ ଉଠିଗଲା। ବୁଦା ଝୁଡଙ୍ଗ ପାଳଙ୍ଗ, ହଁ ସେଉଠୁ ଧଣିଆ ପଡିଗଲା। ଆଉ ବାକି ରହିଲା କଣ ଲଗ? ଆଚ୍ଛା, କଣ ଉଠିଲାଣି ସବୁ? କଲରା ଡେରିରେ ଉଠେ ଆଉ। ଗ୍ରୋମର କିଲେ, ପଟାସ ଅଧ କିଲେ। ଗ୍ରୋମର, ପଟାସ, ୟୁରିଆ ନେଇ ଆସିବି ତ? ହଉ, ଠିକ ଅଛି, ଠିକ ଅଛି। ହଉ ଚାଲୁ କର। ନାତିଟି ଆମର ସେ ବାଡ଼ିଟାର କାଲି ଜଣେ କିଏ କହୁଥାନ୍ତି ଲାଇଭରେ, କଣ ଆପଣ ଗାର୍ଡେନ କାମ କରନ୍ତି? ବୋଲେ ଗାର୍ଡେନ ଅଛି, କାମ କରିପାରୁନି। କୋଉଠି ମୋର ବଳ ବୟସ ନାହିଁ, ଗୋଟେ ହାଣିବାକୁ କଷ୍ଟ ମତେ। ସେ ନାତିଟି ଆମର ସାହିରେ ଆମର ବନ୍ଧୁ ହବ। ସେ ନାତି ମାନେ ଆମର ବନ୍ଧୁ। ସେ ତାର ହାଣି ମାରିକି କରୁଛି, ସେ ଦିଟା ଖାଏ, ଆମକୁ ଦିଟା ଦବ। ଏ କଥା ବେଗାରେ ପଡ଼ିଆ ପଡ଼ିଛି। ସେ ତାର ତାକୁ ଚାଷବାସ କରି, ଆମ ଜମିଟାକୁ ଅଳ୍ପ ଜମି ଆମର ଅଛି, ସେ ତାର ଚାଷବାସ ଚଲେଇଛି। କଣ ଲୁଗା ତାର ଅଛି ପକେଇବାକୁ? ଆମର ତ ସବୁ ୱାସିଂ ମେସିନରେ ସଫା ହେଇଯାଉଛି, ମେସିନରେ। ଆଉ ସେ ଲୁଗା କଣ ଦବ? ଓଷା ଫୋଷା କରି ହଉନି ବା। ଆମେ କଣ କରିପାରିବା? ତା ଦେହ ଭଲ ଅଛି, ଓଷା କରିବ? ଓଷା ନାହିଁ ଆମ ଘରେ। ଗତ ବର୍ଷ କରିଥିଲା ଏମିତି କୁଥେଇ ମୁଥେଇ, ଏଇ ବର୍ଷ ପୁରା ଦେହ ଖରାପ। ପୁରା ଏ ଉଠିବା କଷ୍ଟ ଆଉ। ଯେ ଗାଧୁଆ ପାଧୁଆ କରି ସେ କାମ ସେ କରିପାରିଲା ଭଳିଆ ଅବସ୍ଥା ନାହିଁ। କଣ କରିବା? ତାଙ୍କ ବୋଉ ଆମ ସେ ଯେ ଆସେ କୈଳାସ, ତା ବଡ ପୁଅର ସ୍ତ୍ରୀ ବା କୈଳାସ ସ୍ତ୍ରୀ। ଆଇଲା ବୁଢ଼ୀ, ଗଲା ବୁଢ଼ୀ, ବୁଢ଼ୀଟା ବଳିଦେଲା। ଆଉ ଏଭଳି କଥା ହେଲା। ମୁଁ ତାହେଲେ ଆଜି ଫୁଲକୋବି ଅଳ୍ପ, ବିନ୍ସ ଆଉ ଇଏକିରି କାଟି ଦଉଛି। ଆଉ ଡାଲମା କରିବୁ ଖରାବେଳେ ତ? ମୁଗ ଡାଲିରେ କରିବୁ? ମୁଗ ଡାଲିରେ କର। ସେ କୋବି କି ଟିକେ କଷିବୁ, କଷିକିରି ବାହାର କରିବୁ। କୋବି କଷିକି ନ କଷିଲେ କଣ କୋବି ଭଳିଆ ଗନ୍ଧେଇବ। କୋବିଟା ସ୍ମେଲ ଅଛି। ଡାଲମା ଡାଇରେକ୍ଟ କଞ୍ଚା କୋବି ପକେଇଦେଲେ ଗନ୍ଧ ଛାଡ଼ିବ। ତାକୁ ଟିକେ ମୂଳା ଅଛି? ହଁ, ମୂଳା ଅଛି। ମୂଳା, କୋବି, ବାଇଗଣ, ଗୋଟିଏ ଦିଟା ବିନ୍, ବେଶୀ ପକେଇବ। ମୂଳା, କୋବି, ବାଇଗଣ, ବିନ୍ସ, କଦଳୀ, ଗୋଟିଏ ସାରୁ ନା କଦଳୀ କାହିଁ ପକେଇବୁ? ସାରୁ, କଦଳୀ ଫାଳେ ଅଛି ପକେଇ ଦଉଛି। ସାରୁ ଗୋଟେ, ଆଳୁ ଗୋଟେ ପକେଇଦବ। ସାରୁ ଗୋଟେ, ଆଳୁ ଫାଳେ। ଆଳୁ ଗୋଟିଏ ନୁହଁ, ସେଟା ବଡ ବଡ ଆଳୁ ଅଛି, ଗୋଟେ ଫାଳେ ପଡିବ। କାଲି ବୁଧବାର ମାଛ ଭାତ ଟିକେ କରିବା। କାଲି ବୁଧବାର ନୁହଁ, କାଲି ମଙ୍ଗଳବାର। କାଲି ଡାଲି ଆଉ କଣ ହେଇଯିବ? ଆଉ କଣ କରିଦବ? ଡାଲି ଭର୍ତ୍ତା ଫର୍ତ୍ତା କରିବ ଖରାବେଳକୁ। ସକାଳେ ନାଉ କାଟିଦବା ହେଲା। କାଲି ନାଉ କାଟିଦବା ସକାଳେ। ଆଉ ଏମିତି ଚାଲୁ। ବୁଧବାର ହଉଛି ତ ଆସିବ, ମାଛ ଆସିବ। ଆଉ ଗୁରୁବାର ଗୁଡ଼ାକ ସଦା ହେଲେ ଶୁକ୍ରବାର ମାଛ ରହିବ। କିଲେ ମାଛ ନେଇ ଆସିବି, ସେ ମାଛରୁ ରଖିଦେବୁ ଭାଜିକିରି। ବାସ୍ ଶୁକ୍ରବାର, ଗୁରୁବାର, ବୁଧବାର, ଶୁକ୍ରବାର ଚଳିଯିବ। ପାରାଦୀପ ମାଛ ଟିକେ ଖାଇବାକୁ ଇଚ୍ଛା ହଉଛି। ବୁରେଇ ସେ ବାପୁନି ସୁଦ୍ଧା ଆଣିବ, ତାର କରିକି ଦବ, ଖାଇବ। ବାଛିବା କଷ୍ଟ। ସେ ତାର ବାଛି ବୁଛି ଦବ। ରହିବ 8-10 ଦିନ ରହିବ, ତା ଭିତରେ ଆଇଁଷ ବାରରେ ସେ ରବିବାରେ ଖାଇବେ। କଙ୍କଡ଼ା ଆଣିବ କରିଦବ। ସେ 3ଟା ବାର ସେ ଖାଇବେ। ସେ ବୁରେଇ ଆଣିବ କରିଦବ। ଆଉ କଣ ଆଣିବ? ଶୁକ୍ରବାର ସେ ଆଇଲେ ମଟନ ଗୋଟେ ଆଣିବ କରିଦବ। କେତେଟା 2 ଦିନ ରହିବେ, ତା ଭିତରେ ଦେଖିବା ଯାହା ହବ।